ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର, ପ୍ରେଜ୍ ଦ ଲର୍ଡ, ଗୁଡ୍ ଇଭିନିଂ। ଶୁଭା ଯାଉଛି ତ? ଓକେ, ଥ୍ୟାଙ୍କ ୟୁ। ଯେମିତି ଭାଇ କହୁଥିଲେ ଯେ ନେଟୱାର୍କର ସମସ୍ୟା ସକାଶୁ ଆକ୍ଚୁଆଲି ଜୁମ୍ ପାଇଁ ମୁଁ କେତେ ଜଣଙ୍କୁ ମନା କରିଦେଇଛି। ଇଭେନ୍ ବିଶେଷ କରି ରିଭାଇଭାଲ ଫାଉଣ୍ଡେସନରେ ଅନେକ ଥର ସୁଯୋଗ ଆସିଛି, ମନା କରିଦେଇଛି ଯେ ଯେହେତୁ କଣ କି ଜୁମ୍ ରେ ହିଁ ରେକର୍ଡିଂ ହେଇପାରୁଛି, ତ ରେକର୍ଡିଂ ହଉଥିବ, ସେ ଅଧା ଅଧା ଶୁଭୁଥିବ, ଅଧା ଅଧା ଶୁଭୁନଥିବ। ଇଆଡେ ତ ପ୍ରଚାର କରିବା ଲୋକ ତାଙ୍କ ଜୋସରେ ପ୍ରଚାର କରିବେ, କିନ୍ତୁ ସେ ରେକର୍ଡିଂ ରେ ସବୁ ଅଧା ଅଧା କଟି କଟି ଯାଉଥିବ। ସେ ଯୋଉ ଆମର ପୁରୁଣା କାଳିଆ ଟେପ ରେକର୍ଡ ଥାଏ ରିଲ ବାଲା, ସେ ଖରାପ ହେଇଗଲେ ଯେମିତି ଅଟର 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 ହେଇକି ଚାଲୁଥିବ, ସେମିତି ହଉଥିବ। ତେଣୁକରି ମତେ ଲାଜ ଲାଗେ, ତ ମୁଁ ଡାଇରେକ୍ଟ ମନା କରିଦିଏ, ନାଇଁ ଆଜ୍ଞା କ୍ଷମା କରିବି, ମୁଁ ଦେଇପାରିବି ନାହିଁ। କିନ୍ତୁ ଆଜି ପ୍ରଦୀପ ଭାଇଙ୍କୁ, ପ୍ରଦୀପ ତ ଲିଭେଇ ହବନି ନା, ସେଟା ଜଳୁଥିବା ବତୀ, ତ ଲିଭେଇ ହବନି। ତେଣୁକରି ମୁଁ କହିଲି ବାପରେ ବାପ, ଏଇଟା ଲିଭେଇଲା ମାନେ ମୋ ପାଇଁ ଅସୁବିଧା ହବ। ଆଉ ପ୍ରଦୀପ ଭାଇଙ୍କ ସହିତ ମତେ ଦୀର୍ଘ ବର୍ଷର ସମ୍ପର୍କ ଅଟେ। ଆଉ ତ ତାଙ୍କ ସହିତ ମିଶି ମୋର ଆଜି ମନେ ପଡୁଥିଲା ପ୍ରଦୀପ ଭାଇଙ୍କର ଗୋଟେ ପ୍ରୋଗ୍ରାମରେ ଆମେ ଯାଇଥିଲୁ, ବୋଧହୁଏ 2017ରେ କଳାହାଣ୍ଡି ସେ କଲେଜରେ ଆମେ ଗୋଟେ ପ୍ରୋଗ୍ରାମ କରିଥିଲୁ, ୟୁଥ ପ୍ରୋଗ୍ରାମ। ସଂଗ୍ରାମ ଭାଇଙ୍କ ସହିତ ମୁଁ ଯାଇଥିଲି, ଆଉ ତା ପରଠୁ ବୋଧେ ଆଉ ଦେଖା ହେଇନାହିଁ। କିନ୍ତୁ ଆଜି ପୁନର୍ବାର ଏ ପ୍ଲାଟଫର୍ମରେ ଆମେ ପରସ୍ପରକୁ ସାକ୍ଷାତ କରୁଛୁ, ଆଉ ସେଥିପାଇଁ ପ୍ରଭୁ ନାମର ଧନ୍ୟବାଦ ହଉ। ଆଉ ଅନେକ ଜଣ ଏ ସ୍ଥାନରେ ନୂଆ ଅଛନ୍ତି, ଅନେକ ଜଣ ପୁରୁଣା ଅଛନ୍ତି। ବିଶେଷ ଭାବରେ ଅଲେଖ ଆଜ୍ଞାଙ୍କୁ ଚିହ୍ନି ପାରୁଛି, ନମସ୍କାର ଆଜ୍ଞା। ଆଉ ଦିଦିଙ୍କୁ ମଧ୍ୟ, ନାଥ ଦିଦିଙ୍କୁ ମଧ୍ୟ ଦେଖି ପାରୁଛି, ଚିହ୍ନି ପାରୁଛି। ଆଉ ସୁନ୍ଦର ଗୀତ ଦ୍ଵାରା ଆମମାନଙ୍କର ଓଝା ଭାଇ ବହୁତ ସୁନ୍ଦର ଗୀତ, ପୁରା ମାନେ ଆତ୍ମାରେ ପରିପୂର୍ଣ୍ଣ ଥିଲେ। ସେ ଗୀତଟା ଗାଉଥିଲେ ଯେତେବେଳେ ମୁଁ ଅନୁଭବ କରିପାରୁଥିଲି, କାରଣ ସେ ଆଖି ବନ୍ଦ କରିକି ପୁରା ନନଷ୍ଟପଲି ଗାଉଥିଲେ, ଯୋଉଟା କି ବେଳେ ବେଳେ ଆମେ ଲିରିକ୍ସ ଦେଖିକି ଗାଇଲା ବେଳେ ଭୁଲ ହେଇଯାଏ, କିନ୍ତୁ ସେ ନ ଦେଖିକି ଗାଉଥିଲେ। ତାମାନେ ପୁରା ସମ୍ପୂର୍ଣ୍ଣ ଅଧିକାର, ଆତ୍ମାଙ୍କର ଅଧିକାର ସହିତ ସେ କରୁଥିଲେ। ପ୍ରଭୁ ନାମର ଧନ୍ୟବାଦ ହଉ। ଅନେକ ଜଣ ଆମେ ସ୍ଥାନରେ ଜଡିତ ଅଛୁ, ଆଉ ତେଣୁ ପ୍ରଭୁ ନାମର ଧନ୍ୟବାଦ ହଉ। ଆଉ ଯେପରି ପ୍ରଭୁଙ୍କ ଦାସ କହୁଥିଲେ, ଟିକେ ବ୍ୟସ୍ତତା ଭିତରେ ମୁଁ ଅଛି। ମୋ ମାଙ୍କର ବ୍ରେଷ୍ଟ କ୍ୟାନ୍ସର ଥିବା ସକାଶୁ, ଆଉ ବୟସ ହେଇଯାଇଥିବା ସକାଶୁ ଅପରେସନ ହେଇପାରୁନାହିଁ। ଯାହା ମାଙ୍କର ବୟସ ହଉଛି 79, ତ ଏଇ ଅବସ୍ଥାରେ ତାଙ୍କର ରେଡିଏସନ ଚାଲିଛି। ତ ସେଥିପାଇଁ ପ୍ରତିଦିନ ମତେ କଟକ ଯିବାକୁ ପଡୁଛି, ଆଉ ସକାଳେ ଯାଇକି ମୁଁ ସନ୍ଧ୍ୟା ସୁଦ୍ଧା ଫେରୁଛି। ତ ସେଥିପାଇଁ ଆଜି ପ୍ରଦୀପ ଭାଇଙ୍କୁ କହିଲି ମୁଁ ବୋଧହୁଏ ଫେରି ଆସିଥିବି 5ଟା ସୁଦ୍ଧା, ଆଉ ଯଦ୍ୱାରା କି ସୁବିଧା ହେଇପାରିବ। ତ ବ୍ୟସ୍ତତା ଭିତରେ ବିଶେଷ ପ୍ରସ୍ତୁତ ତ ହେଇପାରିନି। ଯାହାବି ପ୍ରଭୁ କଥା କହିବା ପାଇଁ ଚାହାନ୍ତି, ଅଳ୍ପ ବାକ୍ୟ, ଆଉ ତାହା ଆପଣ ମାନଙ୍କ ପକ୍ଷେ ରଖିବା ପାଇଁ ଚାହେଁ। ଆଉ ବାକ୍ୟର ସେପରି ବିଶେଷ ଜ୍ଞାନ ନାହିଁ, ତଥାପି ପ୍ରଭୁ ଅନୁଗ୍ରହ କରି ଯେତିକି ଦେଇଛନ୍ତି, ବିଭିନ୍ନ ସ୍ଥାନରେ ଛିଡା କରୁଛନ୍ତି ପ୍ରଭୁଙ୍କର ଅନୁଗ୍ରହରେ, ଆଉ ତଦ୍ୱାରା ଯେତିକି ଶିଖିଛି ତାହା ଆପଣ ମାନଙ୍କ ନିକଟ ରଖିବା ପାଇଁ ଚାହେଁ। ମୋ ସହିତ ଖୋଲିବେ ଫିଲିପିଓ ମଣ୍ଡଳୀ ନିକଟକୁ ପାଉଲଙ୍କର ପତ୍ର, ତାର 1 ପର୍ବ, ତାର 19 ପଦରୁ 22 ପଦ ପର୍ଯ୍ୟନ୍ତ ପାଠ କରିବା। ଫିଲିପିଓ 1 ପର୍ବ 19 ପଦରୁ 22 ପଦ ପର୍ଯ୍ୟନ୍ତ। କାରଣ ମୁଁ ଜାଣେ ଯେ ତୁମମାନଙ୍କ ନିବେଦନ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ। ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ। କିନ୍ତୁ ସର୍ବଦା ଯେଉଁପରି ଏବେ ମଧ୍ୟ ସେହିପରି ଅତି ସାହସରେ ଜୀବନରେ ହେଉ ବା ମରଣରେ ହେଉ ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି। କାରଣ ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁଭୋଗ ଲାଭଜନକ। କିନ୍ତୁ ଶରୀରରେ ଜୀବନ ଧାରଣ ଯଦି ମୋ ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କଣ ପସନ୍ଦ କରିବି ତାହା ଜାଣେ ନାହିଁ। ପ୍ରଭୁ ଏହି ପଠିତ ବାକ୍ୟରେ ଆମମାନଙ୍କର ଶ୍ରବଣରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ନାମର ଧନ୍ୟବାଦ ହଉ। ପ୍ରିୟମାନେ, ଆଜିର ସମୟରେ ଯଦି ଆମମାନେ ପ୍ରତ୍ୟେକ ମନୁଷ୍ୟଙ୍କର ଜୀବନରେ ଦେଖୁ, ତାହେଲେ ଜୀବନ ଧାରଣ ହଉଛି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ବିଷୟ। ହୁଏତ ଆମମାନେ ଯେତେବେଳେ ବୟସ ଯୁବା ଅବସ୍ଥାରେ ଥାଉ, ସେତେବେଳେ ଆମମାନେ ଏସବୁକୁ ବିଶେଷ ଧ୍ୟାନ ଦେଇନଥାଉ, ଆମେ ଯାହା ପାରୁ ତାହା ଖାଇ ଦେଇଥାଉ। କିନ୍ତୁ ଟିକେ ଯୌବନରୁ ଖସିଲା ବେଳକୁ, ବିଶେଷ କରି ଯେତେବେଳେ 40 ବର୍ଷ ହେଇଯାଏ, ସେଇ ସମୟରୁ ଆଜିକାଲି କିଏ କିଏ ଜାଣୁଛନ୍ତି, କିଏ ନ ଜାଣି ପାରୁଛନ୍ତି, କିନ୍ତୁ ପ୍ରାୟତଃ 40 ବର୍ଷ ପରେ କଣ ହଉଛି ନା ଧୀରେ ଧୀରେ ଆରମ୍ଭ ହଉଛି ଯେ ରେଷ୍ଟ୍ରିକ୍ସନ, ଖାଇବା,
सुगार लेवल को कमाउछंती, मिठा खाइबा कमाउछंती, मांस बिरियानी बा फास्ट फूड जंक फूड गुड़ा को बंद करूछंती धीरे धीरे। हाँ तो द्वारा कौन पाई एटा लक्ष्य कौन नाई मु आउ टिके बंचीबी तो समस्तिंकर गोटे लक्ष्य रहउची आउ सेति पाई वर्क मध्य करूछंती, जिम को जाउछंती, फिटनेस निजोग रखुछंती, मॉर्निंग वॉक चालुची विभिन्न प्रकार आउ जदि ता बादे भी किछि रोग आसुची आमे डॉक्टर पाखकु जाउछु, डॉक्टरनकर कंसल्ट करूछु कोन कोन खाइले मु बंची पारिबी। हम समस्तिकर हुए तो अनेक जन कहती आउ बंची किछि लाभ नाही भाई मरी गले भलो, मरी गले त्राही टिके मिलिबो। किंतु जो व्यक्ति एई कथा कहती से ही प्रथमे चिंता करती मु कोन खाइले मु भलरे बंचीबी। आउ सेति पाई खाद्य को परिवर्तन करा जाय, खाद्यर शैली को परिवर्तन करा जाय, आउ भलो तेल कोठो आसीबो, भलो चाउल कोठा आसीबो, जो चाउल रे कि गोड़ी नथिबो, अटा कोठो आसीबो, सब आमे सदा बेले भलो विषय को रहिताउ नै कि। किंतु पाउलो एठी फिलिप मंडली को गोटे विषय कहउचंती तांको पई जीवनटा बड़ विषय नथिला, तांको पई मृत्युटा बड़ विषय थिला। कौन से कहउचंती मो पक्षरे जीवन धारण ख्रीष्ट आ मृत्यु भोग लाभजनक। जदि मु मरी जाए एटा मो पई लाभ विषय अटे। प्रिय माने केही भी आमे एक कथा कहि परिबा नै 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 मु मरी जिबी मु आ बंचीबिनी हैं आम समस्तिकर गोटे स्वप्न थाए से स्वप्न को आमे रखी थाउ मु केमती आउ किछि वर्ष जदि बंचीबी मो चाकरी रिटायर्ड हबो हां बा मु जदि व्यवसाय करछि मु गोटे गाड़ी करिबी गोटे घर करिबी जदि हमर पुओ झियो हे जाइछंती मो झियोटा को ए जगह रे विवाह करिबी पुओटा को एमती बाहागर करिबी एठी चाकरी करिबी आ नाती नातुन टिके देखिबी सब स्वप्न गुडा को हमर एडेड हे चलता है सेइथरु कोन जणा पड़े जे आमे मृत्यु को नुह जीवन को अपेक्षा करूछु। किंतु आज अल्प समय पाई आपण मानकु ए पाउलंको भाषा को रखिबा पाई चाहे पाउलो जो कहिले मो पाई मृत्यु होछि लाभदायक तेबे गोटे ख्रिस्टियन पाई गोटे प्रभु को जानिथिबा लोक पाई मृत्यु कोन अटे ता विषय मु अल्प समय कहिबी। आमे जो भाबुछु जे ख्रिस्टियन मानकर मृत्यु सरीगला सबु सरीगला सेति पाई कांदंती सेति पाई विलाप करंती आउ कोठी कोठी परंपरा गुडाक रही अछि मांडलिक भावरे मध्य एबे भी 3 दिन परे भोजी भात करा जाए कोठी कोठी 6 दिन परे भोजी भात करा जाए कुटुंब लोक मान को डका जाए आउ तांको पाई किछि स्मरणीय विषय गुडाक रखा जाए इत्यादि इत्यादि। किंतु प्रिय माने गोटे ख्रिस्टियन रो जीवन रे बा जीसु को जानिथिबा लोक ख्रिस्टियन कहले मते टिके भूल हे जिवो हां कारण धनी लाजर कहानी रे आमे ताहा देखुछु से भी ख्रिस्टियन थिला किंतु बिचारा नरक को पळेला नै कि से नरक को पळेला से धनी लोक थिला कारण जेतेबेले तो परे आमे देखुछु जेतेबेले से रिक्वेस्ट करूची भाई मोर भाई माने अछंती टिके लाजर को सेठी पठांतु नै सेमानक पाखरे धर्मशास्त्र अछि बोली प्रभु को वाक्य रे लेखा होछि ता माने सेइथरु आमे जानुछु से गोटे प्रभु को जानिथिबा ख्रिस्टीय परिवार बा जिहुदी परिवार इस्राएल वंशर लोक जने हेछि बोले आमे जानि पारुछु। तबे अल्प समय कहिबी कारण 8टा बेलकु हमर आउ गोटे मोर पर्सनल क्षुद्र मंडली जो रहिछि से उपासना मध्य रहिबो तेनु मो अल्प समय भितरे चेष्टा करूछि आपण मानक पाखरे रखिबा पाई। प्रथम विषय होछि एई जो मृत्यु जने विश्वासी बा जने ख्रिस्टन को जानिथिबा लोक पाई अनंत जीवन रो आरंभ हुए सेई दिन जो दिन तार मृत्यु हो जाए सेई दिन तार अनंत जीवन रो आरंभ हुए कोन पाई ईश्वर को सहित रहिबा पाई ईश्वर को घर को जीवा पाई आउ प्रकृत विश्राम प्रकृत शांति एवं यीशु को सहित तार जीवन आरंभ हुए। जदि क्रूस उपरे थिबा से दुई चोरक भितरु द्वितीय चोर विषय चिंता करिबा यीशु कोन कहिले आज तुमे मो सहित पारदीस रे उपस्थित हेबो। ओके तो प्रथम विषय जोहन 11 पर्व रे लेखा जाउ अछि जोहन पुस्तक तार 11 पर्व जोहन पुस्तक तार 11 पर्व तार 25 एवं 26 पद रे लेखा जाउ अछि जेतेबेले कि मार्था व्यस्त हे जाउछंती यीशु तांको कोन कहू अछंती यीशु तांको कहिले मु पुनरुत्थान ओ जीवन जे मोटारे विश्वास करे से यद्यपि मरे तथापि से बंचिबो
पुणी जे के बंचे ओ मोठारे विश्वास करे से कदापि केबे हे मरिबो नाही एहा कोन विश्वास करूअछ। जेतेबेले मार्था भांगी पड़िछंती, जेतेबेले मार्था निज भाईको सकाशु व्यस्त हे जाइछंती, आउ जीशुଙ୍କର ଅପେକ୍ଷାରେ 4 ଦିନ ବିତି ଯାଇଛି, 4 ଦିନର ମଢ ହେଇ ଯାଇଛି ସେ ଏବଂ କବର ମଧ୍ୟରେ ସେ ରହିଛି। ସେଇ ପ୍ରକାର ଅବସ୍ଥାରେ ଯୀଶୁଙ୍କ ସହିତ କଥୋପକଥନ ଭିତରେ କହୁ କହୁକା ଯୀଶୁ ତାକୁ କହୁଛନ୍ତି, ଆରେ ତୁ କାହିଁକି ବ୍ୟସ୍ତ ହଉଛୁ ରେ ମା, ମୁଁ ପରା ସେଇ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ଯୋଉଟା କି ଅନ୍ୟ ବିଶ୍ୱାସ ମତରେ ଅନ୍ୟ ବିଶ୍ୱାସର ଲୋକମାନେ ଜାଣନ୍ତି ନାହିଁ। That is the secret of a Christian life, a Christian man. ଏଇଟା ଖ୍ରୀଷ୍ଟୀୟ ଜୀବନ ପାଇଁ ଗୋଟିଏ ନିଗୁଡ ବିଷୟ ଅଟେ। ଆମ ପାଇଁ ଭରସା ଅଛି, ଯୋଉଟା କି ଜଗତର ଲୋକଙ୍କ ପାଇଁ ଭରସା ନାହିଁ। ସେମାନେ କଣ ବିଶ୍ୱାସ କରନ୍ତି? ଏଇ ଜନ୍ମରେ ଯଦି ଭଲ କାମ କରିଥିବି ତାହେଲେ ଆର ଜନ୍ମରେ ମଣିଷ ଜନ୍ମ ପାଇବି, ନହେଲେ ମାଙ୍କଡ କୁକୁର ହେଇକି ମୁଁ ଜନ୍ମ ହେବି। କିନ୍ତୁ ଜଣେ ବିଶ୍ୱାସୀ ଭାବରେ ଆମମାନଙ୍କ ପାଇଁ ମାଙ୍କଡ କୁକୁର ନାହିଁ, ବରଞ୍ଚ ଏଇ ଜୀବନ ପରେ ଆଉ ଗୋଟେ ଜୀବନ ଯୋଉଟା କି ଅନନ୍ତ ଜୀବନ, ଯୋଉ ଜୀବନ କେବେ ସରିବ ନାହିଁ, ଯୋଉ ଜୀବନର ପୂର୍ଣ୍ଣଚ୍ଛେଦ ନାହିଁ। ତେଣୁ ଏଇ ଜୀବନରେ ଥାଉ ଥାଉ ଆମକୁ ସେଇ ଜୀବନରେ ପ୍ରବେଶ କରିବାକୁ ପଡିବ। ଯେତେବେଳେ ପିଲାମାନେ ପାଠ ପଢନ୍ତି ଆମେ ସେମାନଙ୍କ ମୁଣ୍ଡରେ ଗୋଟିଏ ବିଷୟ ପୁରେଇ ଥାଉ, ମେଟ୍ରିକ ପରୀକ୍ଷା ବାବୁ ଭଲ ପାଠ ପଢିଲେ ଯଦି ତୁ ଫାର୍ଷ୍ଟ ଡିଭିଜନ ନବୁ ତାହେଲେ ତୁ ସାଇନ୍ସ ପଢି ପାରିବୁ କି କମର୍ସ ପଢି ପାରିବୁ କି ଭଲ ର୍ୟାଙ୍କରେ ତୁ ରଖି ଯାଇପାରିବୁ ଆଗକୁ, ନହେଲେ ଶେଷରେ ସେଇ ପାଖରେ ଯୋଉ କଲେଜ ଅଛି ସେଇଠି ପାଠ ପଢିବୁ। ଆଉ ପିଲାମାନେ ଚେଷ୍ଟା କରନ୍ତି, ଅକ୍ଳାନ୍ତ ପରିଶ୍ରମ କରନ୍ତି, ଆଉ ଯୋଉମାନଙ୍କର ଭଲ ରେଜଲ୍ଟ ଆସେ ସେଇ ଅନୁସାରେ ସେମାନେ ମଧ୍ୟ ଚିନ୍ତା କରନ୍ତି ଭଲ କଲେଜରେ ପଢି ପାରନ୍ତି। ନହେଲେ କଣ ହୁଏ, କଲେଜରେ ମଧ୍ୟ ଆଡମିସନ ହେଇପାରେ ନାହିଁ। ଯୋଉ କଲେଜ ଆଶା କରୁଥିବ ସେଇ କଲେଜରେ ସେମାନେ ସିଟ୍ ପାଆନ୍ତି ନାହିଁ। ପ୍ରିୟମାନେ, ଏଇଠି ମଧ୍ୟ ଏଇ ଜୀବନ ଯାତ୍ରା ଗୋଟେ କଲେଜ ପରୀକ୍ଷା। ଏଇଠି ଆପଣ ଏବଂ ମୁଁ ପରିଶ୍ରମ କଲେ ଯାଇକି ଆମମାନେ ସେ ଅନନ୍ତ ଜୀବନରେ ପ୍ରବେଶ କରିବା। ପ୍ରଥମ ବିଷୟ ହଉଛି ଅନନ୍ତ ଜୀବନର, କାରଣ ଯୀଶୁ କହିଲେ ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ, ମରିବା ତ ସୁନିଶ୍ଚିତ। ମୋ ଭାଷାରେ ମୁଁ ଗୋଟେ ବିଷୟ ଶିଖିଛି, ତାହା କଣ, ଜଣେ ବିଶ୍ୱାସୀ ଯୋଉ ବ୍ୟକ୍ତି 2 ଥର ଜନ୍ମ ହୁଏ ସେ ଥରେ ମୃତ୍ୟୁବରଣ କରେ, ଆଉ ଯୋଉ ବ୍ୟକ୍ତି ଥରେ ଜନ୍ମ ହୁଏ ସେ 2 ଥର ମୃତ୍ୟୁବରଣ। ଆଉ ସେଇଟା ହଉଛି କଣ ନା, ତାହା ହଉଛି ଯେ ଗୋଟେ ବିଶ୍ୱାସୀ ନିମନ୍ତେ ତାହା ହଉଛି କଣ ନା, ଯେତେବେଳେ ଆମେ ବିଶ୍ୱାସ କରୁ, ଯୋଉଟା କି ନିକୋଦିମ ପଚାରୁଛନ୍ତି ମୁଁ ଅନନ୍ତ ଜୀବନ ପାଇବା ପାଇଁ କଣ କରିବି, ଯୀଶୁ କହିଲେ ତୁମେ ପୁନର୍ଜନ୍ମ ବିଷୟରେ ତାକୁ କହୁଛନ୍ତି। ତା ମାନେ ଜଣେ ବ୍ୟକ୍ତି ମାର ଉଦରରୁ ଜନ୍ମ ହେଇକି ଆସୁଛି, ଧୀରେ ଧୀରେ ବୃଦ୍ଧି ପାଉଛି, ଆଉ ଯେତେବେଳେ ସେ ପାପର ସତ୍ତା ଜାଣୁଛି ସେତେବେଳେ ସେ ଯେତେବେଳେ ବିଶ୍ୱାସ କରୁଛି ପାପ ପ୍ରତି ମୃତ ହଉଛି, ତାର ନୂତନ ଜନ୍ମ ହଉଛି। ତା ମାନେ ତାର ଜୀବନରେ 2 ଥର ଜନ୍ମ ହେଲା ଏବଂ ସେ ଥରେ ମାତ୍ର କେବଳ ଶାରୀରିକ ମୃତ୍ୟୁ, ତାପରେ ସିଧା ପିତାଙ୍କ ନିକଟକୁ ସେ ଯାଉଛି ବା ପିତାଙ୍କୁ ଭେଟିବା ପାଇଁ ପ୍ରସ୍ତୁତ ହେଇକି ରହୁଛି। ଯେତେବେଳେ ପ୍ରଭୁ ଯୀଶୁ ମେଘମାଳାରେ ଆଗମନ କରିବେ, ସେଇ ତୁରୀର ଶବ୍ଦ ଶୁଣିବା କ୍ଷଣି ମୃତ ମାନେ ପ୍ରଥମେ ଜାଗି ଉଠିବେ। ତ ସେଥିପାଇଁ ପ୍ରଥମ ବିଷୟ ହଉଛି, ଏହା ହଉଛି ଅନନ୍ତ ଜୀବନର ଆରମ୍ଭ। ଦ୍ୱିତୀୟ ବିଷୟ, 2 କରିନ୍ଥୀୟ 5 ପର୍ବ ତାର 8 ପଦ ଯଦି ଦେଖିବେ, 2 କରିନ୍ଥୀୟ 5 ପର୍ବ ତାର 8 ପଦ, ହଁ ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀର ଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମମାନଙ୍କର ଅଧିକ ସନ୍ତୋଷ। ଦ୍ୱିତୀୟ ବିଷୟ ହଉଛି, ଗୋଟେ ମୃତ୍ୟୁରେ ଆମମାନେ କଣ ହଉଛୁ, ଯୀଶୁଙ୍କ ସହିତ ବାସ କରିବାର ସୁଯୋଗ ଆସି ଯାଉଛି। ଯୋଉ ସୁଯୋଗ ସେଦିନ ଶିଷ୍ୟ ମାନଙ୍କର ଥିଲା, ଯୋଉ ସୁଯୋଗ ସେଦିନ ମାର୍ଥା ମରିୟମଙ୍କର ଥିଲା, ସେଇ ଜୀବନ ଆମମାନଙ୍କର ଜୀବନ ଆରମ୍ଭ ହବ। ଆମେ କାହା ସହିତ ରହିବା, ଯୀଶୁଙ୍କ ସହିତ ଆମେ ଚଳପ୍ରଚଳ କରିବା ତାଙ୍କ ସହିତ। ତ ସେଥିପାଇଁ ଏଠି କଣ କହୁଛନ୍ତି, ପାଉଲ କହୁଛନ୍ତି କରନ୍ଥୀୟ, ଆମମାନେ ସାହସୀ ଅଟୁ,
आमे भीरु नहु सेइति पई आजिर दिनरे जेतेबेले ताड़ होउची कोनोसी प्रभुकर लोक माने जो माने पवित्र आत्मा प्राप्त हेइचंती जो माने ईश्वरक पई बाहरी चंती से माने केबे भी पछुको अनेबे नाही पाउलो सिला बंदी अवस्था स्तुति गान करूचंती आराधना करूचंती पितर जेतेबेले बंदी गृह को जाउचंती प्रभुकर प्रशंसा करूचंती आ आजिर समय मध्य जो माने वास्तव रे प्रभु को जानिचंती ताड़ना पर से माने पछुकु नुह आगु को माडी चलीचंती मु भी आपनको आगरे जने व्यक्ति बसिची से ताड़ना प्राप्त व्यक्ति आज भी मो काम बंद हे नाही आज भी मु जाउची 30 किलोमीटर 40 किलोमीटर गाड़ी चले की जाउची मु जानुची मु जेतेबेले जाउची गोटे खंडा ऊपर मोर पाद को रखी की चालुची मु जानुची जे निश्चित विपद थिबो किंतु गोटिए विषय प्रभु तुमे जे पर्यंत अनुमति देइनो से पर्यंत के भी मो देह रे हाथ मारी परिबो जो दिन से अनुमति दे ठीक अछि मो दास को माड़ हो बोली सेही दिन जाकी मते केले छुईबे तो जे पर्यंत मते न हेची मु काहे की बाट बंद करिवि जो जगाटा बंद हेची मु सेठी की जाऊ नाही गोटे गां मते रेस्ट्रिक्शन हेची मु सेठी की जीबी नाही किंतु दूसरा जगह को जीबी पड़ीची खेत पड़ीची चारियाडे तो मु नाय प्रभु मते तो सेठी मना कला आउ काहे की तुम सेवा करिवि बोली मु एठी आलू प्याज बिकी परिबिन ना मते प्रभुंकर सेवा करिबा पई मते डाक तां खेतर गोटे मूल्य करिक मते रखिचंती तेनु ए बिलरे चाष नहले से बिल को जीबी से बिल नहले से बिल को मोर चाष काम करिबा मोर धर्म तेनु मु जीवा कथा जीबी आ काम करिबा कथा करिबी तेनु मृत्यु आम पई गोटे उपहार अटे जेतेबेले आमानकर जीवन में मृत्यु आसी जाए सेतेबेले आमाने जीशुଙ୍କ सहित बास करू तृतीय विषय होची प्रकाशित 14 पर्व 13 पद प्रकाशित वाक्य तार 14 पर्व 13 पद जदि देखिबे सेठी लेखा जाउछ अति सुंदर विषयटी पुणी मु स्वर्गरु एही बाणी सुनिली लेख जो माने एणिके प्रभुंक ठारे थाई मरंती से माने धन्य हाँ आत्मा कहू अछंती से माने अपना अपना परिश्रम विश्राम प्राप्त हेबे कारण सेमानक कर्म सेमानकर अनुवर्ती हेबो स्वर्गरु मु गोटे बाणी सुनिली सेई बाणी कोन एणिके प्रभुंक ठारे थाई जो माने मृत्यु भोग करंती जो मानकर जीवन रे दुख आसे जो मानकर जीवन में मृत्यु आसे आज आमे जेतेबेले निजर आत्मीय मानको हरई पकौ आमे बेले बेले कहि दउ नै कि एई मोर गोटे विश्वासी परिवार रे गत दिन रे तांकर पुओ एक्सीडेंट रे मरि गले तापरे मु जेतेबेले तांको परिवार को जीवा पई चाहूची से बाट बंद कर देले आउ मो सहित संपर्क रखिले नाही से वृद्ध मां जणे पर मु जेतेबेले बुझिबा चेष्टा कली कोन हला नाही मु जीसु तो डाकिली जीसु तो मोर कथा सुनिलेनी तेनु करी मु आ प्रार्थना करिबि माने लोक माने कोन भाबुचंती सते जेमती प्रभु होउचंती रिमोट माने टीवी आमे एठी रिमोट धरिक बसचु जोटा आमे कहबु सेटा से करिवे अरे बाबू से होउचंती प्रभु आमे तांकर संतान बरंच एया आमे प्रार्थना करू बा न करू से जहा कहउचंती ताकू आमे सुनिबा ना हो हैं तो प्रिय माने तृतीय विषय होउची एक शांतिपूर्ण विश्राम मानकु मिले ए जगत रे अनेक क्लेश अछि ए जगत रे अनेक समस्या अछि जेतबेला आपण परिवार नै कि चालिबे विशेष करी जो माने भाई माने अछंती चाकरी को बाहरंती आपण टेंशन भितरे थांती आपण को परिवार जदी बापा मां अछंती से मानकर कथा आपण बुझुचंती आपणकर स्त्री अछि तांको कथा बुझुचंती आपण को तळे पिला छुआ माने अछंती तांको कथा बुझुचंती बेले बेले बापा मां विरक्त हे जिवे बेले बेले स्त्री विरक्त हे जिवो बेले बेले पिला माने भी विरक्त हे जिवे कौन करिवे आपण गोटे पुरुष भाव में अनेक समय स्ट्रगल भितर जीवाक पड़े एपटे चाकरी रो प्रेशर थिबो व्यवसाय रो प्रेशर थिबो एपटे परिवार रो समस्या थिबो तेणु करी बेले बेले मन कौन कहे ए बेकार मो ए जगत रे बंची किछि लाभ नाही नहीं किंतु प्रिय माने हे तो ताहा तो क्लेश देकी हमकु जीवाक पड़िबो कष्ट देकी जीवाक पड़िबो किंतु शेष रे गोटे शांतिपूर्ण विश्राम अछि ताहा होछि जीसुंको कोଳରେ स्थान आमे पाउछु एई कथा से प्रकाशित वाक्यर लेखक कहउचंती जे आमे आपण आपण परिश्रम रो विश्राम प्राप्त हबा सेठी आ परिश्रम करिया पड़िबो नै सेठी आ कष्ट करिबाकू पड़िबो नै प्रिय माने आपण पितांको सहित आराम रे रहिबे से प्रकाशित 21 पर्व 4 पदरे आउ गोटे विषय लेखा जाए प्रकाशित 21 रो 4 पदरे पुणी ईश्वर स्वयं सेमानको संगरे रहिबे ओ सेमानको चक्षुरु समस्त अश्रु जल पोछि देबे मृत्यु आउ घटिबो नाही शोक की क्रंदन की व्यथा हेबो नाही कारण पूर्व विषय सब लोप पाई अछि
चतुर्थ विषय होउछि गोटे विश्व जड़े ईश्वर को पाई विश्वासी जीवन जो मृत्यु आसे ताहा आउ कष्ट को आणे नाही, कष्ट को दूर कर दिए। आपण आउ कष्ट कौन जानवे ना, ये जगत रे क्लेश अच्छी। पाउल कहते ये जगत रे क्लेश अच्छी, धैर्य धर। आउ प्रभु जीशु कहले मु जगत को जय करिअछि, मु जगत को जय करिअछि, अतएव तुमे माने जगत को जय कर। प्रिय माने मृत्यु आम्मान को कौन करे, कष्ट रु दूर को नहीं आसे। आम्मान को पई गोटे लाभर विषय अटे। फिलिपियो 1:21 पदरा माने ताहा पढ़िलु। पाउल कहउचंती मो पई मृत्यु लाभदायक, मो पई मृत्यु होछि लाभदायक। तार अर्थ नुह आम माने समस्ते मरी जिबा, तार अर्थ से नुह। तार अर्थ होछि कोन, पाउल ए कथा बुझेबा पई चाहुचंती आमे सेति पई विब्रत हबा नाही, व्यतिव्यस्त हबा नाही। मु कोन करिबी, मु कोन कले मो परिवार सुख रे रहबे, शांति रे रहबे। बेले बेले आमे सब विषय को मुंड रे पुरै दो, आउ तापरे मुंड रे टेंशन पड़े, आउ तापरे बीपी हे जाए, हार्ट रो स्ट्रोक हे जाए, विभिन्न प्रकार चिंता गुडा का आसी जाए। किंतु जेतेबेले प्रिय माने आमे प्रभुंकर वाक्य अनुसार जीवन काटिबा, प्रभुंकर वाक्य ऊपर माने भरोसा रखिबा, केते भल मोर प्रभु, केते भल मोर जीशु बोलिया माने से गीत गाई परिबा। तुमे मोर शक्तिदाता, तुमे मोर शांतिदाता, तुमे मो जीवंत जल, तुमे मोर स्थिर चट्टाण, तुमे मोर आरोग्यकारी, तुमे मोर प्रतिफल दाता, तुमे मोर आशीर्वाद आकर, इत्यादि इत्यादि। प्रिय माने प्रभु आम मानकर लाभदायक अटंती। षष्ठ विषय जोटा कि उपदेशक तार 7 पर्वर 1 पदरे लेखा जाए। उपदेशक 7 पर्वर 1 पदरे सेठी सुंदर भाबरे लेखा जाउछि। उपदेशक 7 पर्व 1, बहुमूल्य तैल अपेक्षा उत्तम नाम भल, और जन्मदिन अपेक्षा मरण दिन भल। कार जन्मदिन रे जाई कि कथा कहि देले से रागी जिवे नहीं कि, बाप रे बाप, से गोड़ेबे बाड़ेबा पाई। कोन एटा जन्मदिन हमर पालन करिया कासन हमर मृत्यु दिन बोली। किंतु बेले बेले आ माने मु केतेक जगार ए कथा कहिछि, जेतेबेले एटा भी आपण मानकु भी कहबा पाई, जेतेबेले माने जन्मदिन पालन करू सेतेबेले आमर गोटिए वर्ष तो आम माने लाभ करिथाउ, किंतु आउ गोटे पटरे देखिले गोटिए वर्ष आमर लॉस मध्य होई थाए। जदि मोर आयुष 70 वर्ष कि 80 वर्ष होउची, सेथुरु गोटिए वर्ष कोन हैला माइनस हे गला। आमे प्लस टाकू सदा बेले देखि जाउछ नै कि, आमे माइनस टाकू मध्य देखिबा एथरो। ता माने मु जदि 70 वर्ष बंचिबार थाए, सेथुरु जदि मोर बयस आज रो डेट रे 49 वर्ष होउची, तो या भितरे 49 टी वर्ष पळेई गला। मो 70 वर्षरु आउ मात्र मो केते रहिबी, 31 वर्ष आउ मात्र बंचिबी नै कि। तो एई 31 वर्ष मु आउ कोन प्रभुंक पई लाभ करि परिबी कि, चिंतार विषय नहीं कि। तेणु मोर जन्मदिन रे तो खुशी होउची, केक काटुची, समस्तिंक पई गोटे बिरियानी फिरियानी करिक दउची, किंतु एक कथा मध्य चिंता करिबा कथा जे बाकी आउ जो अवशिष्ट बयस गुडाक रहिला, आउ जो 21 वर्ष नहीं, 21 वर्ष आउ रहिला, मु से 21 वर्ष रे प्रभुंक पई किछि लाभ हेई परिबी कि। मु जानिनी 70 बंचिबी कि 60 बंचिबी कि 80 बंचिबी, किंतु जस्ट गोटे इमेजिन करिबा पई कहिबा पई चाहे। तेणु एठी से कहउचंती, उपदेश कहउचंती जन्मदिन अपेक्षा मृत्यु दिन आउ उत्तम अटे, लाभदायक। एवं सप्तम विषय कहि म समाप्त करिबी, जोहन 3 पद, जोहन 2 ଏବଂ 3 पद। मोहर पिताଙ୍କ गृहरे अनेक बासस्थान अछि, जदि न थांता ताहा हेले मु तुमମାନଙ୍କୁ कहिथांती, मु तुमମାନଙ୍କ निमंते स्थान प्रस्तुत କରିବାକୁ जाउअछि। पुणी मु जाई तुमମାନଙ୍କ निमंते स्थान प्रस्तुत कले पुनर्बार आसीबी, आ मु जेउ स्थान रे थाए तुमे माने मध्य जेपरि सेही स्थान रहिबो, सेथि निमंते तुमମାନଙ୍କୁ आपणा निकटକୁ घेनि जिबी। प्रभु यीशु कहउचंती सप्तम विषय स्वर्गर घरକୁ ଯିବା ପଥ। स्वर्गरे
ମାନଙ୍କ ପାଇଁ ଆମ ଘରେ ଯେତେବେଳେ ଆମେ ରହି ଯାଉଛୁ, ଆଜବେଷ୍ଟ ଘର ହେଲେ ଗରମ ଲାଗୁଛି, ଛାତ ଘର ଗୁଡାକ ବି ଏଇ ବର୍ଷ ବହୁତ ଗରମ ହଉଛି, ଅସହ୍ୟ ଗରମ ହଉଛି। ପିଲାମାନେ ଘରେ କହୁଛନ୍ତି ପଡୋଶୀ ଘରର ଏସି କୁ ଦେଖିକି ଆମ ଘରେ ଗୋଟେ ଏସି ଆସନ୍ତାନି କି? ଆରେ ଏସି ଆସିବାକୁ ହେଲେ ପଇସା ବି ଦରକାର ନା। ଯଦି ପଡୋଶୀ ଘରେ କୁଲର ଅଛି, କୁଲର ଗୋଟେ ଆମର ଆଣିଲେ ହନ୍ତା ନାହିଁ କି? ପଙ୍ଖା ଗୋଟେ ଆଣିଲେ ହନ୍ତା ନାହିଁ କି? ଆମେ ଅସହ୍ୟ କଷ୍ଟ ପାଉଛୁ ନାଇଁ କି ପ୍ରିୟ ମାନେ? କିନ୍ତୁ ସେଇଠି ଗୋଟିଏ ଘର ଅଛି ଯୋଉ ଘରେ ଗରମ ନାହିଁ, ଯୋଉ ଘରେ ବର୍ଷାର ତିନ୍ତିବାର କାରଣ ନାହିଁ, ଯୋଉଠି ଶୀତର ପ୍ରକୋପ ନାହିଁ, ଆପଣଙ୍କର ଶରୀର ସେଠି ସୁସ୍ଥ ରହିବ। ଆମେ ତ ଗରମରୁ ରକ୍ଷା ପାଇବା ପାଇଁ କୁଲର ଟେ ଲଗେଇ ଦଉଛୁ ବା ଏସି ଟେ ଲଗେଇ ଦଉଛୁ, ତାପରେ ଆରମ୍ଭ ହେଇଯାଉଛି ଥାଇରଏଡ ଭଳି ସମସ୍ୟା, ଏସୋନିଫିଲ୍ସ ଭଳି ସମସ୍ୟା ଗୁଡାକ, ଆଣ୍ଠୁ ଗଣ୍ଠିର ବ୍ୟଥା ଗୁଡାକ ବାହାରି ପଡୁଛି। ଆମେ କ୍ଷଣିକ ଗରମରୁ ରକ୍ଷା ପାଇବା ପାଇଁ ଟିକେ ବ୍ୟବହାର କରୁଛୁ, କିନ୍ତୁ ତାହା ଆମ ପାଇଁ ପୁଣି ଫାନ୍ଦ ସ୍ୱରୂପ ହେଇଯାଉଛି। କିନ୍ତୁ ସ୍ୱର୍ଗରେ କୌଣସି ପ୍ରକାର ଡିମେରିଟ ନାହିଁ, ସବୁ କିଛି ମେରିଟ ରେ ଚାଲିବ। ତେଣୁ ଏଇ ଜଗତର ଗୃହ ଅପେକ୍ଷା ସେଇ ଗୃହରେ ରହିବା ପାଇଁ ଆମେ ବିଶେଷ ଲାଳାୟିତ ହଉ। 7 ବିଷୟ ଆପଣ ମାନଙ୍କ ନିକଟ ରଖିଲି। ପ୍ରଥମ ବିଷୟ ହଉଛି ଏହା ଆମମାନଙ୍କ ପାଇଁ ଅନନ୍ତ ଜୀବନର ଆରମ୍ଭ ଅଟେ। ଦ୍ୱିତୀୟ ବିଷୟ କହିଲି ଯୀଶୁଙ୍କ ସହିତ ରହିବାର ବିଷୟ ଅଟେ। ତୃତୀୟ ବିଷୟ କହିଲି ଏକ ଶାନ୍ତିପୂର୍ଣ୍ଣ ବିଶ୍ରାମ ଅଟେ। ଚତୁର୍ଥ ବିଷୟ କଷ୍ଟ ନଥାଏ ଆଉ ସେଠି। ଏବଂ ପଞ୍ଚମ ବିଷୟ କହିଲି ଯୋଉଟା କି ଲାଭର ବିଷୟ ଅଟେ। ଏବଂ ଷଷ୍ଠ ବିଷୟ ଏହା ଉତ୍ତମ ଅଟେ, ଏହା ଆମ ପାଇଁ ଦୁଃଖର ବିଷୟ ନୁହଁ। କେବେ ବି ଦୁଃଖ କରିବା ନାହିଁ। ଯୋଉ ପରମ୍ପରା ଗୁଡାକ ଅଛି, ଆମେ ବିଭିନ୍ନ ସ୍ଥାନରୁ ଆସିଛୁ, ମୁଁ ଏଠି ଆପଣ ମାନଙ୍କୁ ଏଇ ମାଧ୍ୟମରେ, ପ୍ଲାଟଫର୍ମ ମାଧ୍ୟମରେ ଜଣେଇଦେବା ପାଇଁ ଚାହେଁ, ଆମେ ସେ ଚେନ୍ କୁ ଭାଙ୍ଗିଦବା। କାରଣ ବିଜାତୀୟ ମାନେ ଯେପରି ପରମ୍ପରା ଗୁଡାକ କରନ୍ତି, ଆମେ ଖ୍ରୀଷ୍ଟିଆନ ରୀତିରେ ମଧ୍ୟ ସେ ପରମ୍ପରା ଗୁଡାକ ଧରି ପକାଉଛୁ। ପରମ୍ପରାରୁ ବାହାରି ଆସିବା। ପରମ୍ପରା ଆମମାନଙ୍କୁ ସ୍ୱର୍ଗକୁ ନେବ ନାହିଁ। ଆମେ ସେଇ ରୀତି ଗୁଡାକ କଲେ ଯେ କୁହନ୍ତି ବେଳେ ବେଳେ ନାଇଁ କି ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କର। ଆଜ୍ଞା, ଆତ୍ମାର ଶାନ୍ତି ପାଇଁ ଆଉ ପ୍ରାର୍ଥନା କଲେ କିଛି ଲାଭ ନାହିଁ। ଜଣେ ଲୋକ ବଞ୍ଚିଥିବା ପର୍ଯ୍ୟନ୍ତ କେବଳ ତା ପାଇଁ ପ୍ରାର୍ଥନା କରାଯାଏ, ଯୋଉଟା କି ଆମେ ଦାଉଦଙ୍କର ପ୍ରାର୍ଥନାରେ ଆମେ ଦେଖୁଛୁ। ଯେତେବେଳେ ବାଳକ ମରିଗଲେ, ତାପରେ ସେ ଉପବାସରୁ ଉଠି ପଡିଲେ, ଗଲେ ଗାଧେଇଲେ ପାଧେଇଲେ, କହିଲେ ଟେବୁଲରେ ସବୁ ଖାଇବାକୁ ଦିଅ, ଆଉ ରାଜକୀୟ ଆହାର ବଢିଆ ବଢିଆ ଆହାର ଥିବ। ସେତେବେଳେ ସେ କହିନଥିବେ ମୋ ପାଇଁ ପଖାଳ ଆଉ ବାଇଗଣ ପୋଡା ଆଣିକି ଦିଅ ବୋଲି। ରାଜକୀୟ ଆହାର ଆସିଥିବ, ବିନ୍ଦାସ ହେଇକି ଖାଇଲେ। ତାପରେ ଲୋକମାନେ ପର୍ଯ୍ୟନ୍ତ ଆପଣ ବାଳକ ବଞ୍ଚିଥିଲା ବେଳେ କାନ୍ଦିଲେ, ଅନୁତାପ କଲେ, ଆଉ ଏବେ ଖାଉଛନ୍ତି ପିଉଛନ୍ତି ସବୁ। କହିଲେ ହଁ, ବାଳକ ବଞ୍ଚିଥିବା ସମୟରେ ମୁଁ ପ୍ରାର୍ଥନା କଲି, କେଜାଣେ ପ୍ରଭୁ ଦୟା କରିକି ବଞ୍ଚେଇ ଦେଇଥାନ୍ତେ, ହେଲା ନାହିଁ। ଏବେ ମୁଁ କେତେ ଉପବାସ କଲେ ବି ଆଉ ମୋ ପୁଅ ଫେରିବ ନାହିଁ, ବରଞ୍ଚ ଦିନେ ମୁଁ ତା ପାଖକୁ ଯିବି। ତେଣୁ ଅନେକ ସମୟରେ ଅନେକ ଜାଗାରେ ସେ ପରମ୍ପରା ଗୁଡାକ ରହିଯାଇଅଛି, ସମସ୍ୟା ଗୁଡାକ। କାରଣ ମୁଁ ଯେହେତୁ ବିଜାତୀୟ ବ୍ୟାକଗ୍ରାଉଣ୍ଡରେ କାମ କରୁଛି, ମୁଁ ମୋର ସାଙ୍ଗମାନଙ୍କୁ ଯେତେବେଳେ ବୁଝାଏ, ମୁଁ ଯେତେବେଳେ ଦେଖେ ଯେ ଆମର ଟ୍ରାଡିସନାଲି ଯୋଉଠି ଅନେକ ପୁରୁଣା ଖ୍ରୀଷ୍ଟିଆନ ମାନେ ଅଛନ୍ତି, ସେମାନେ ଗୁଡେ ଗୁଡେ ଏଇ ସବୁ ବିଷୟ ଗୁଡାକ ଧରି ପକେଇଛନ୍ତି। ଏବେ ବି ସେଥିରୁ ସେମାନେ ବାହାରି ପାରୁନାହାନ୍ତି। ତ ଅବଶ୍ୟ ପ୍ରଭୁଙ୍କୁ ଧନ୍ୟବାଦ ଦେଇ କଟକ ଅଞ୍ଚଳ ଗୁଡିକରେ ଏସବୁର ପରମ୍ପରା ନାହିଁ। ହଁ, ତ ସେଥିପାଇଁ ଆମମାନଙ୍କ ପାଇଁ ଏହା ଗୋଟେ ଉତ୍ତମ ବିଷୟ ଅଟେ। ଏବଂ ଶେଷ ବିଷୟ କହିଲି ସ୍ୱର୍ଗକୁ, ସ୍ୱର୍ଗର ଯୋଉ ଘର ଅଛି ସେଇଠି ପହଞ୍ଚିବା ପାଇଁ ଏକ ବାଟ ଅଟେ। ତେଣୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ହୁଏତ ଆପଣ ମାନେ ଆଶ୍ଚର୍ଯ୍ୟ ହଉଥିବେ, କେହି ବି ଏମିତି ବାକ୍ୟ ଦେବାକୁ କେବେ ଇଚ୍ଛା କରିବେନି ମୃତ୍ୟୁ ଉପରେ ବାକ୍ୟ ଦେବା ପାଇଁ, କିନ୍ତୁ କାହିଁକି ପ୍ରଭୁ ଏଇଟା ଗୋଟେ ବିଷୟ କହିଲେ, ଯେହେତୁ ମତେ ଟିକେ ଭଲ ଲାଗିଲା ଆଉ ଟିକେ ଜଣେଇବା ପାଇଁ, କିଛି ଯାହା ମୁଁ ଜାଣିଥିଲି ତାହା ଜଣେଇବା ପାଇଁ। ତେଣୁ ଯଦି ଭଲ ଲାଗିନଥିବ କ୍ଷମା କରିବେ, ଯଦି ଭଲ ଲାଗିଥିବ ପ୍ରାର୍ଥନା କରିବେ ପ୍ରଭୁ ଯେପରି ସାହାଯ୍ୟ କରନ୍ତି। ଆଉ ବିଶେଷ ଭାବରେ ଢେଙ୍କାନାଳ ପାଇଁ ଯୋଉ ବୋଝ ମୋର ରହିଛି, ଢେଙ୍କାନାଳ ଗୋଟେ 0% ପପୁଲେସନ ବା ଖ୍ରୀଷ୍ଟିଆନ ପପୁଲେସନ ଭାବରେ ବିଦିତ ଅଟେ, ଯୋଉଠି କି କେହି ନାହାନ୍ତି କହିଲେ ଚଳେ। ଅଳ୍ପ କେତୋଟି ପରିବାର, ନାମ ହାତ ଗଣତି ପରିବାର। 2ଟି ପୁରୁଣା ମଣ୍ଡଳୀ ଅଛି, ଢେଙ୍କାନାଳ ଟାଉନ ଚର୍ଚ୍ଚ ଗୋଟେ, ବଳିଦାବନ୍ଧ ଚର୍ଚ୍ଚ ଗୋଟେ, ଯୋଉଠି କି ହାତ ଗଣତି ସେଠି 20-25 ଜଣ ପରିବାର, ଆଉ ଏଠି 10-12ଟା ପରିବାର ଅଛନ୍ତି। ଅବଶ୍ୟ କିଛି ପ୍ରଭୁଙ୍କର ଅନୁଗ୍ରହରୁ କିଛି କିଛି ଅଞ୍ଚଳରେ ଆରମ୍ଭ ହେଇଛି। ତେଣୁ ପ୍ରାର୍ଥନା ରଖିବେ ଯେପରି ଆଗାମୀ ଦିନରେ ଏଇ ଢେଙ୍କାନାଳ ସହରରେ ଅନେକ ଲୋକ ପ୍ରଭୁଙ୍କ ପାଖକୁ ଆସିପାରିବେ। ଆଉ ଗୋଟେ ଛୋଟ ପଲକୁ ନେଇକି ମୁଁ ପ୍ରଭୁ ମତେ ବୋଝ ଦେଇଛନ୍ତି ଚଳେଇବା ପାଇଁ। ପ୍ରତିଦିନ 8ଟାରୁ 9ଟା ମାନେ ଗୁଗୁଲ ମିଟ ମାଧ୍ୟମରେ, ଏଇ ଜୁମ ରେ ଯେହେତୁ ଅନେକ ଡାଟା ସରିଯାଏ, ତେଣୁ ଆଉ ଡାଟା ମାନେ ଖୋଜେ ମଧ୍ୟ ଏଇ ଜୁମ ପ୍ଲାଟଫର୍ମ ଟା,
ତେଣୁ ଗୁଗୁଲ ମିଟ ରେ କଣ ଏସବୁର ନାହିଁ, ଯେହେତୁ ଆମର କିଛି ରେକର୍ଡିଂ ଆମେ ରଖୁନା। ଅବଶ୍ୟ ଗୁଗୁଲ ଜୁମ ରେ କଣ ରେକର୍ଡିଂ ସୁବିଧା ଗୋଟେ ରହିଛି। ତ ସେଥିପାଇଁ ପ୍ରାର୍ଥନା କରୁଥିବେ, ପ୍ରଭୁ ଯୋଉ ବୋଝ ଦେଇଛନ୍ତି ପ୍ରାୟ 10ଟି ଗ୍ରାମରେ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରଭୁ ସାହାଯ୍ୟ କରିଛନ୍ତି। ଆଉ ପ୍ରାୟ 40ରୁ ଉର୍ଦ୍ଧ୍ୱ ପରିବାର ମାନେ ବିଶ୍ୱାସୀ ପ୍ରଭୁଙ୍କ ସହିତ ଜଡିତ ହେଲେଣି। ଆଉ ଏଇ ମାଧ୍ୟମରେ ଆସନ୍ତା ଦିନରେ ଯେପରି ସେମାନେ ଆଉ 40 ଜଣଙ୍କୁ ଲାଭ କରିବେ, ସେଥିପାଇଁ ପ୍ରତିଦିନ ମୁଁ ଆହ୍ୱାନ ଦେଇ ଆସୁଛି। ତେଣୁ ପ୍ରଭୁ ଯେପରି ଏଥିରେ କାର୍ଯ୍ୟ କରନ୍ତି, ସାହାଯ୍ୟ କରନ୍ତି। ମୋ ପରିବାର ପାଇଁ ବିଶେଷ ପ୍ରାର୍ଥନା କରିବେ। ମୋର ଝିଅଟିଏ ପୁଅଟିଏ, ଆଉ ଝିଅ ଏ ବର୍ଷ BSc ନର୍ସିଂ ର 2nd ଇୟରରେ ଅଛି। ତା ପାଇଁ ମଧ୍ୟ ପ୍ରାର୍ଥନା ରଖୁଥିବେ, ପ୍ରଭୁ ଯେପରି ଅନୁଗ୍ରହ କରନ୍ତି। ଆମେ ସଦାବେଳେ ଆକାଶକୁ ଅନେଇଥାଉ, ଯେପରି ପ୍ରଭୁ କହନ୍ତି ଯେ ସିଦ୍ଧ ବର ଉର୍ଦ୍ଧ୍ୱରୁ ଆସିଥାଏ। ତେଣୁ ଆମେ ସଦାବେଳେ ସେଇ ଆଶାରେ ଚାଲିଛୁ। ଆଉ ପ୍ରଭୁ ଏପର୍ଯ୍ୟନ୍ତ ତାର ଯତ୍ନ ନେଇ ଆସିଅଛନ୍ତି। ପୁଅ ଷ୍ଟାଣ୍ଡାର୍ଡ 6 ରେ ଅଛି। ତାର ଟିକେ ସମସ୍ୟା, ଛୋଟଟି ବେଳେ ସେ ବହୁତ ବଡ ସମସ୍ୟା ଦେଇକି ଯାଇଛି ହାର୍ଟର ସମସ୍ୟାରେ। ଆଉ ସେଥିପାଇଁ ତାର ପାଠ ଉପରେ ଟିକେ ବିଶେଷ ସ୍ମରଣ ଶକ୍ତି ରହିପାରେନି। ତଥାପି ଆମେ ପ୍ରାର୍ଥନା କରୁଛୁ। ବେଳେ ବେଳେ ଟ୍ୟୁସନ ରୁ କମ୍ପ୍ଲେନ ଆସେ, ସ୍କୁଲ ରୁ କମ୍ପ୍ଲେନ ଆସେ, ପିଲା କିଛି କରିପାରୁନି ବୋଲି, ସ୍ମରଣ ଶକ୍ତି ନଥିବାରୁ। କିନ୍ତୁ ପ୍ରଭୁ ଚାହିଁଲେ ସବୁ କିଛି ହେଇପାରିବ, ଯେହେତୁ ମୃତ୍ୟୁରୁ ତାକୁ ପ୍ରଭୁ ବଞ୍ଚେଇଛନ୍ତି ଆଉ ଗୋଟେ ଉଦ୍ଦେଶ୍ୟ ନେଇକି। ଆଉ ତେଣୁ କରି ତା ପାଇଁ ମଧ୍ୟ ପ୍ରାର୍ଥନା କରିବେ, ପରିବାର ପାଇଁ ପ୍ରାର୍ଥନା କରିବେ। ଥ୍ୟାଙ୍କ ୟୁ।